वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। Hello everyone, welcome you to V2M classes। तो टार्गेट ओएसटीटी ପାଇଁ କ୍ଲାସ୍ ଚାଲୁଅଛି। ଆଜି ହେଉଛି କ୍ଲାସ୍ 40। ତ ଆଜିକାର ଯୋଉ କଣ୍ଟେଣ୍ଟ ହେଉଛି ମାଇକ୍ରୋ ଟିଚିଂ। ଯଦି ଆପଣ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଥିବେ, ସବସ୍କ୍ରାଇବ୍ କରିନେବେ, ବେଲ୍ ଆଇକନ୍ ପ୍ରେସ୍ କରିଦେବେ। ଯେତେବେଳେ କୌଣସି ନୂଆ ଭିଡ଼ିଓ ଆପଣ ଅପଲୋଡ୍ ହେଉଛି, ସର୍ବପ୍ରଥମେ ଆପଣ ନୋଟିଫିକେସନ୍ ମାଧ୍ୟମରେ ପାଇପାରିବେ। ତ ଆଜିକାର ଯୋଉ କଣ୍ଟେଣ୍ଟ ହେଉଛି ମାଇକ୍ରୋ ଟିଚିଂ। ମାଇକ୍ରୋ ଟିଚିଂ ଆମେ କାହାକୁ କହିବା ସେ ବିଷୟରେ ଜାଣିବା। ଦେଖନ୍ତୁ ମାଇକ୍ରୋ ଟିଚିଂ କଣ ଆମେ ପ୍ରଥମେ ତ ଜାଣିବା। ଯେତେବେଳେ ପୁପିଲ୍ ଟିଚର ବା ଷ୍ଟୁଡେଣ୍ଟ ଟିଚର ଯୋଉମାନେ ବିଇଡି କରୁଛନ୍ତି କଣ୍ଟିନ୍ୟୁଅସ୍ ପ୍ରୋସେସରେ ବା ଆପଣଙ୍କର ସିଟି କରୁଛନ୍ତି, ତ ସେମାନେ ହଉଛନ୍ତି ଷ୍ଟୁଡେଣ୍ଟ ଟିଚର ବା ପୁପିଲ୍ ଟିଚର ତାଙ୍କୁ କୁହାଯାଏ। ସେତେବେଳେ କଣ ହବ, ତାଙ୍କୁ ପ୍ରଫେସନାଲି ଟ୍ରେନ୍ କରିବା ପାଇଁ ମାଇକ୍ରୋ ଟିଚିଂ ଫ୍ୟାସିଲିଟିସ୍ ଦିଆଯାଇଥାଏ। ଯେତେବେଳେ ଆମେ କଣ୍ଟେଣ୍ଟଟାକୁ ଭଲସେ ବୁଝିଯିବା, ଆପଣ ଜାଣିପାରିବେ ମାଇକ୍ରୋ ଟିଚିଂର କାମ କଣ। ତ ମାଇକ୍ରୋ ଟିଚିଂ ଏଥିପାଇଁ ଥାଏ ଯେ ଆପଣଙ୍କର ପ୍ରଫେସନାଲି ସ୍କିଲ୍ ଗୁଡାକ ଡେଭଲପ କରିବା ପାଇଁ କିପରି ହାଉ ଟୁ ଟିଚ୍ ଦ ଷ୍ଟୁଡେଣ୍ଟ, କିପରି ଆପଣ ଭଲ ଭାବରେ ପଢେଇବେ, କୋଉ ସ୍କିଲ୍ ଗୁଡାକ ଆପଣଙ୍କ ପାଖରେ ଡେଭଲପ ହବା ଦରକାର। ତ ସେଇଟା ଗୋଟେ ଟ୍ରେନିଂ ସେକ୍ସନ ଥାଏ ଯୋଉଟା ମାଇକ୍ରୋ ଟିଚିଂ ମାଧ୍ୟମରେ ଦିଆଯାଇଥାଏ। ତ ମାଇକ୍ରୋ ଟିଚିଂ ଇଜ ଏ ଟିଚର ଟ୍ରେନିଂ, ଯୋଉଟା ଆମେ କହୁଛନ୍ତି ମାଇକ୍ରୋ ଟିଚିଂ ଇଜ ଏ ଟିଚର ଟ୍ରେନିଂ ଆଣ୍ଡ ଫ୍ୟାକଲ୍ଟି ଡେଭଲପମେଣ୍ଟ ଟେକ୍ନିକ୍ where by the teacher reviews a recording of teaching section। ତାମାନେ ଟିଚର ମାନଙ୍କୁ ଟ୍ରେନିଂ ଦେବା ପାଇଁ ଗୋଟେ ଟିଚର ଟ୍ରେନିଂ ପ୍ରୋସେସ ଯୋଉଠି ରେକର୍ଡିଂ କରାଯାଇଥାଏ in order to get the constructive feedback from the peers of students and about what has worked and what improvement can be made their teaching technique। ତାମାନେ ଯେତେବେଳେ ଆପଣ ଟ୍ରେନି ଅଛନ୍ତି ବା ଆପଣ କଣ୍ଟିନ୍ୟୁଅସ୍ ଆପଣଙ୍କର ବିଏଡ୍ ବା ସିଟି ଚାଲିଛି, ଆପଣ ସେଇ ମଝିରେ ଟ୍ରେନିଂ ସେକ୍ସନଟା ଚାଲେ। ସେତେବେଳେ କଣ ହବ ନା ଆପଣଙ୍କୁ ଆପଣଙ୍କର ସହପାଠୀମାନେ ଅବଜର୍ଭ କରିବେ। ଆପଣଙ୍କର କୋଉଠି ତ୍ରୁଟି ରହିଲା ସିଏ ଆପଣଙ୍କୁ ଅବଜର୍ଭେସନ ମାଧ୍ୟମରେ ଆପଣଙ୍କୁ ଜଣେଇବେ। ଅବଜର୍ଭେସନ ସିଟରେ ଆପଣଙ୍କୁ ଜଣେଇବେ ଯେ ଏଇ ମାଧ୍ୟମରେ ଆପଣଙ୍କର ଏଇ ପ୍ରୋବ୍ଲେମ ଅଛି। ଆପଣ ହ୍ୟାଣ୍ଡ ରାଇଟିଂ ବ୍ଲାକ୍ ବୋର୍ଡରେ ଟିକେ ପ୍ରୋବ୍ଲେମ ରହୁଛି ବା ଆପଣଙ୍କର କ୍ୱେଶ୍ଚେନ୍ ପ୍ରବିଂରେ ପ୍ରୋବ୍ଲେମ ରହୁଛି ବା ଆପଣଙ୍କର ଯୋଉ ପ୍ରିଭିୟସ୍ ନଲେଜ ଜଜରେ ଆପଣଙ୍କ ପ୍ରୋବ୍ଲେମ ରହୁଛି। ତ ଏଇ ପ୍ରକାର ସବୁ ପ୍ରୋବ୍ଲେମକୁ ଡିଟେକ୍ଟ କରାଯାଇଥାଏ ବା ସ୍କିଲକୁ ଲେଖୁନାକୁ ଡିଟେକ୍ଟ କରାଯାଇକି ସେ ସ୍କିଲକୁ ଡେଭଲପ କରାଯାଇଥାଏ। ହଁ, ତ ଏଇ ମାଧ୍ୟମରେ ଇମ୍ପ୍ରୁଭମେଣ୍ଟ କରାଯାଇଥାଏ। ତ ମାଇକ୍ରୋ ଟିଚିଂ ଇଜ୍ ଏ ପ୍ରୋସିଜର ଇନ୍ ହୁଇଚ୍ ଦ ଷ୍ଟୁଡେଣ୍ଟ ଟିଚର ପ୍ରାକ୍ଟିସ ଟିଚିଂ ୱିଥ୍ ଦ ରିଡ୍ୟୁସ୍ ନମ୍ବର ଅଫ୍ ପୁପିଲ୍। ତାମାନେ ଏଠି ପୁପିଲ୍ ମାନେ ପିଲାମାନେ କିଏ ନା ନିଜ ସହପାଠୀ ବା ପିଅର ଗ୍ରୁପ ହିଁ ନିଜର ପିଲା ଥାଆନ୍ତି। ତ ସେମାନେ ରିଡ୍ୟୁସ୍ ନମ୍ବରରେ ଥିବେ, ବହୁତ ପିଲା ନଥିବେ। ଇନ୍ ଏ ରିଡ୍ୟୁସ୍ ଟାଇମ୍, ବହୁତ କମ ସମୟ ଭିତରେ ହୋଇଥାଏ। ତ ଆପଣ ଜେନେରାଲ କ୍ଲାସରୁମର ଟାଇମିଂ ହଉଛି 45 ମିନିଟ୍, ଆଉ ଆପଣଙ୍କର ମାଇକ୍ରୋ ଟିଚିଂ ରହୁଛି 36 ମିନିଟ୍। ଏଟା ମନେ ରଖିଥିବେ। ତ 36 ମିନିଟ୍ ଭିତରେ ଆପଣଙ୍କର ପ୍ଲାନିଂ ରିପ୍ଲାନିଂ ଏଟା ଆପଣ ଡିଟେଲ ବୁଝିବା। ୱିଥ୍ ୱାନ୍ ଟିଚିଂ ସ୍କିଲ୍ ଆଣ୍ଡ ସ୍ମଲ୍ ଲେନ୍ଥ ଲେସନ ରେ ଚାଲିଥାଏ। ତ ଟିଚିଂ ସ୍କିଲ୍ ଏଟ୍ ଏ ଟାଇମରେ ଗୋଟେ ହିଁ ଡେଭଲପ କରାଯିବ, ଆଉ ସ୍ମଲ୍ ଲେସନଟା ସ୍ମଲ୍ ଲେନ୍ଥରେ ନିଆ ହେଇଥିବ। ସୋ ଇଟ୍ ଏସେନ୍ସିଆଲି ଏ ସ୍କିଲ୍ ବେସ୍ଡ ଆପ୍ରୋଚ୍ ଅଫ୍ ଟିଚିଂ। ଏଟାକୁ ସ୍କିଲ୍ ବେସ୍ଡ ଆପ୍ରୋଚ୍ ବୋଲି କୁହାଯାଇଥାଏ। ତ ଆପଣଙ୍କ ମାଇକ୍ରୋ ଟିଚିଂରୁ ବି କ୍ୱେଶ୍ଚନ ଆସିଥାଏ। ତ ଏଇଟା ହଉଛି ମାଇକ୍ରୋ ଟିଚିଂର ଡେଫିନେସନ। ତାପରେ ଫ୍ୟାକ୍ଟସ। ମାଇକ୍ରୋ ଟିଚିଂରେ କଣ ଫ୍ୟାକ୍ଟସ ଅଛି ଆମେ ଜାଣିବା। ଫାର୍ଷ୍ଟ ଫ୍ୟାକ୍ଟ ହଉଛି କଣ, ଦ କନସେପ୍ଟ ଅଫ ମାଇକ୍ରୋ ଟିଚିଂ ୱାଜ ଅରିଜିନେଟେଡ୍ ଇନ୍ ଷ୍ଟାନଫୋର୍ଡ ୟୁନିଭର୍ସିଟି। ଏ କ୍ୱେଶ୍ଚନଟା ବାରମ୍ବାର ଦେଖାଯାଇଛି। ଇନ୍ 1963 ବାୟ ଡୁଇଟ୍ ଆଲେନ୍। ମନେ ରଖନ୍ତୁ ଏଇ ଡୁଇଟ୍ ଆଲେନ୍ ହଉଛନ୍ତି ମାଇକ୍ରୋ ଟିଚିଂର ଜନକ ବୋଲି କୁହାଯାଏ। ଆଉ କେବେ ତାକୁ ଅରିଜିନେଟେଡ୍ କରିଥିଲେ ନା 1963 କୋଉଠି ନା ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ସେଟାକୁ ଡେଭଲପ କରିଥିଲେ। ଏଟାକୁ ମନେ ରଖିଥାନ୍ତୁ, ଏଇଠି କ୍ୱେଶ୍ଚନ ଆସିଥାଏ। ଏଇ ପାର୍ଟରୁ ଆପଣଙ୍କର କ୍ୱେଶ୍ଚନ ଆସିଥାଏ। ତାପରେ ଆସିଲା କଣ, ଇଣ୍ଡିଆ ମାଇକ୍ରୋ ଟିଚିଂ ୱାଜ ଇଣ୍ଟ୍ରୋଡ୍ୟୁସଡ ବାଇ ଡିଡି ତିୱାରୀ। ଏଟା ମନେ ରଖିଥିବେ, ଏଟା ବି ଆପଣଙ୍କର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଡିଡି ତିୱାରୀ ଦ୍ୱାରା ଆପଣଙ୍କର ଇଣ୍ଡିଆନ ମାଇକ୍ରୋ ଟିଚିଂ କୁ ଇଣ୍ଟ୍ରୋଡ୍ୟୁସ କରାଯାଇଛି ଇଣ୍ଡିଆରେ ଇନ୍ 1967 ରେ। କୋଉଠି ଆଟ୍ ସିପିଆଇ, ସେଣ୍ଟ୍ରାଲ ପେଡାଗୋଜିକାଲ ଇନଷ୍ଟିଚ୍ୟୁଟ ଏଟ୍ ଆଲାହାବାଦରେ ଗୋଟେ ପେଡାଗୋଜିକାଲ ଇନଷ୍ଟିଚ୍ୟୁଟ ଅଛି। ସେଠି ଆପଣଙ୍କର ମାଇକ୍ରୋ ଟିଚିଂ ଡେଭଲପ କରାଯାଇଥିଲା କେବେ ନା 1967 ରେ। ଏଟା ମନେ ରଖନ୍ତୁ। Micro teaching is an effective technique used to develop the skill in teacher or pupil teachers। ଟିଚର ଆଉ ପୁପିଲ ଟିଚର ଭିତରେ ଆପଣଙ୍କର ଟିଚିଂ ଟା କିପରି ଏଫେକ୍ଟିଭ ହବ ଆଉ ଟେକ୍ନିକ ଟା ଡେଭଲପ କରାଯାଇଥାଏ। ଅଲସୋ କଲ୍ ଦ ସ୍କେଲ ଡାଉନ୍ ଟିଚିଂ ଆପ୍ରୋଚ୍। ସ୍କେଲ ଡାଉନ୍ ଟିଚିଂ ଆପ୍ରୋଚ୍ ମାନେ ଆପଣଙ୍କର ଯୋଉ ଲେବୁଲଟାକୁ ଆପଣ ବଢାଯିବ ଆଉ ଆପଣଙ୍କ ଭିତରେ ତା ଲେଖୁନାକୁ ଡାଉନ କରାଯିବ, ସେଥିପାଇଁ କୁହାଯାଉଛି କଣ ସ୍କେଲ ଡାଉନ୍ ଟିଚିଂ ଆପ୍ରୋଚ୍ ବୋଲି କୁହାଯାଉଛି। ତ ଇନ୍ 1975 ଏନସିଇଆରଟି ହ୍ୟାଜ ଅରିଜିନେଟେଡ୍ ଇନ୍ ୱାର୍କସପ୍ ଅନ୍ ମାଇକ୍ରୋ ଟିଚିଂ। ଏନସିଇଆରଟି 1975 ରେ ଗୋଟେ ଆପଣଙ୍କର କଣ କରିଥିଲେ ନା ଆପଣଙ୍କର ମାଇକ୍ରୋ ଟିଚିଂ ର ଗୋଟେ ୱାର୍କ ସେସନ ଆପଣଙ୍କର ମାନେ ଗୋଟେ ଆପଣଙ୍କର ୱାର୍କ ସେସନ କରିଥିଲେ ଯୋଉଠି ଟିଚର ମାନଙ୍କୁ ମାଇକ୍ରୋ ଟିଚିଂ ବାବଦରେ କନସେପ୍ଟ କୁ ବତେଇଥିଲେ। କିଏ ନା ଏନସିଇଆରଟି ମନେ। ତାପରେ ହଉଛି
ଇଟ୍ ହେଲ୍ପସ୍ ଇନ୍ ମଡିଫିକେସନ୍ ଅଫ୍ ଟିଚର ବିହେଭିୟର। ଟିଚର ବିହେଭିୟରକୁ ମଡିଫାଏ କରାଇଥାଏ। ପ୍ରାକ୍ଟିସ୍ ୱାନ୍ ସ୍କିଲ୍ ଆଟ୍ ଏ ଟାଇମ୍। ଗୋଟିଏ ସମୟରେ ଗୋଟିଏ ମାଇକ୍ରୋ ଟିଚିଂ ଲେସନରେ ଗୋଟିଏ ସ୍କିଲ୍‌କୁ ଡେଭଲପ୍ କରିହବ। ପୁଣି ଆଉ ଗୋଟେ ସ୍କିଲ୍ ହେଲେ ଆଉ ଗୋଟେ ମାଇକ୍ରୋ ଟିଚିଂ ସେକ୍ସନ କରିବାକୁ ପଡିବ। ତାପରେ ରହିଲା ରିଡ୍ୟୁସିଂ କ୍ଲାସ୍ ସାଇଜ୍। ତ କ୍ଲାସ୍ ସାଇଜ୍‌ରେ ପୁପିଲ୍ ବା ପିଅର ଗ୍ରୁପ୍, ଏଠି ତ ପୁପିଲ୍ ରିଅଲ ପୁପିଲ୍ ନଥିବେ, ଏଠି ହଉଛି ନିଜ ସହପାଠୀ ମାନେ ପିଅର ଗ୍ରୁପ୍ ହିଁ ବସିଥିବେ। ତ କେତେରୁ କେତେ ପିଲା ବସିଥିବା ଦରକାର ନା 5 ରୁ 10 ଜଣ ଭିତରେ ଥିବା ଦରକାର। ଟପିକ୍ସ ସୁଡ୍ ବି ରିଡ୍ୟୁସ୍। ଟପିକ୍ ସାଇଜ୍ ସୁଡ୍ ବି ରିଡ୍ୟୁସ୍ ରହିବ। ଇଟ୍ ଇଜ୍ ହାଇ ଡିଗ୍ରୀ ଅଫ୍ କଣ୍ଟ୍ରୋଲ ପ୍ରାକ୍ଟିସିଂ ପାର୍ଟିକୁଲାର ସ୍କିଲ୍। ତ ପାର୍ଟିକୁଲାର ସ୍କିଲ୍‌କୁ ଡେଭଲପ୍ କରିବାକୁ ହେଲେ, ୱେ ଅଫ୍ ଟିଚିଂକୁ ଡେଭଲପ୍ କରିବାକୁ ହେଲେ, ତ ଆପଣ ଏଟା ହାଇ ଡିଗ୍ରୀ କଣ୍ଟ୍ରୋଲରେ ୱେରେ ଏଟା ପଢା ଯାଇଥାଏ। ତାପରେ ଷ୍ଟେପ୍ସ ଅଫ୍ ମାଇକ୍ରୋ ଟିଚିଂ। ମାଇକ୍ରୋ ଟିଚିଂର ବିଭିନ୍ନ ପ୍ରକାର ଷ୍ଟେପ୍ସ ଅଛି। ତ ସେ ଷ୍ଟେପ୍ ଗୁଡାକ ଆମେ ଜାଣିବା। ପ୍ରଥମ ହଉଛି ସ୍କିଲ୍ ଡିଫାଇନ୍। ଆପଣ କୋଉ ସ୍କିଲ୍‌ଟାକୁ ଡେଭଲପ୍ କରିବାକୁ ଚାହୁଁଛନ୍ତି। ପାଠ ପଢେଇଲା ଭିତରେ ବିଭିନ୍ନ ପ୍ରକାର ସ୍କିଲ୍ ଅଛି। ଯେମିତି ଆପଣଙ୍କର ବ୍ଲାକ୍ ବୋର୍ଡ ୱାର୍କ ହଉ, କ୍ୱେଶ୍ଚନ ପ୍ୟାଟର୍ନ ହଉ, ପ୍ରେଜେଣ୍ଟେସନ ପାର୍ଟ ହଉ, ପ୍ରିଭିୟସ୍ ନଲେଜ୍ ଜଜମେଣ୍ଟ ହଉ, ଏ ସବୁ ଗୋଟେ ଗୋଟେ ସ୍କିଲ୍‌କୁ ବୁଝଉଛି। ତ ସ୍କିଲ୍ ଡିଫାଇନ୍ ଆପଣ କିପରି କରିବେ, ଏଟା ଆପଣଙ୍କୁ ଡିପେଣ୍ଡ କରେ। ତ ଷ୍ଟେପ୍ ଅଫ୍ ମାଇକ୍ରୋ ଟିଚିଂର ସ୍କିଲ୍ ଡିଫାଇନ୍। ତାପରେ ଡେମୋନଷ୍ଟ୍ରେଟେଡ୍ ବାଇ ଏକ୍ସପର୍ଟ। ଏକ୍ସପର୍ଟ ତାକୁ ଡେମୋନଷ୍ଟ୍ରେଟେଡ୍ କରିଥାନ୍ତି। ଏକ୍ସପର୍ଟ। ତ ଏଠି ଆପଣଙ୍କୁ ଯୋଉମାନେ ବସିଥିବେ ଆପଣଙ୍କ ଅବଜର୍ଭର, ସେ ଏକ୍ସପର୍ଟ ଥିବା ଦରକାର। ହେଲା? ତ ଆପଣଙ୍କ ପିଲା ତ ଅବଜର୍ଭ କରିବେ, ତା ସହିତ ଆପଣ ପିଲାଙ୍କ ସହିତ ବସିଥିବେ ଅବଜର୍ଭର ବସିଥିବେ, ଆପଣ ଟିଚର ବସିଥିବେ। ହଁ? ତ ଟିଚର ମାନେ ଆପଣଙ୍କୁ ଅବଜର୍ଭ କରିକି ଆପଣଙ୍କୁ ଭୁଲଟା ବତଉଥିବେ। ପ୍ରିପେୟାରିଂ ଏ ମାଇକ୍ରୋ ଟିଚିଂ ଲେସନ ପ୍ଲାନ୍ ଆପଣଙ୍କୁ ବନେଇବାକୁ ପଡିବ। ମାଇକ୍ରୋ ଟିଚିଂ ଲେସନ ପ୍ଲାନ୍ ଅଛି। ତାପରେ ହଉଛି ଟିଚିଂ ଇନ୍ ସ୍ମଲ୍ ଗ୍ରୁପ୍। ସ୍ମଲ୍ ଗ୍ରୁପ୍‌ରେ ଆପଣଙ୍କୁ ପଢେଇବାକୁ ପଡିବ। 5 ରୁ 10 ଜଣ ପିଲା ଥିବା ଦରକାର। ଡିସ୍କସନ୍ ଆଣ୍ଡ ଫିଡବ୍ୟାକ୍। ଏଠି ଡିସ୍କସନ୍ ଆଉ ଫିଡବ୍ୟାକ୍ ଚାଲିଥାଏ। ମନେ ରଖନ୍ତୁ। ତାପରେ ରିପ୍ଲାନିଂ ହବ, ତାପରେ ରିଟିଚିଂ ହବ, ରିଭଲ୍ୟୁସନ ହେଲା। ଆପଣ ଥରେ ପ୍ଲାନିଂ କରିକି ପଢେଇଲେ, ପୁଣି ଭୁଲ ହେଲା, ତାଟାକୁ ରିପ୍ଲାନିଂ ହବ, ପୁଣି ରିଟିଚିଂ ହବ, ରିଭଲ୍ୟୁସନ ହବ। ଇଏ ହଉଛି ଷ୍ଟେପ୍ସ ଅଫ୍ ମାଇକ୍ରୋ ଟିଚିଂ। ମନେ ରଖନ୍ତୁ, ଏଥିରେ ବି କ୍ୱେଶ୍ଚନ ଆସିପାରେ। ତ ଆପଣଙ୍କୁ ଆଉ ଗୋଟେ କ୍ୱେଶ୍ଚନ ଆସେ ଯେ ମାଇକ୍ରୋ ଟିଚିଂରେ ପିଲା କେଉଁ ପିଲା ବସିଥାନ୍ତି? କେଉଁ ପିଲା କ୍ଲାସରେ ଥାନ୍ତି? ପିଅର ଗ୍ରୁପ୍ କି ରିଅଲ କ୍ଲାସରୁମ୍ ଷ୍ଟୁଡେଣ୍ଟ କି କଣ? ତ ଆପଣ ମନେ ରଖନ୍ତୁ ନିଜ ସହପାଠୀ ହିଁ ବସିଥିବେ। ରିଅଲ ପିଲା ନଥିବେ ମାଇକ୍ରୋ ଟିଚିଂ ଲେସନ ପ୍ଲାନରେ। ତ ସେ ପିଅର ଗ୍ରୁପ୍ ହିଁ ଆପଣଙ୍କ ଆନ୍ସର। ତାପରେ ଭେରିୟସ୍ ସ୍କିଲ୍ ଟୁ ପ୍ରାକ୍ଟିସ୍। ଏ ଜାଗାରେ କୋଉ ସ୍କିଲ୍‌କୁ ପ୍ରାକ୍ଟିସ୍ କରାଯାଇଥାଏ। ଆପଣଙ୍କୁ କ୍ୱେଶ୍ଚନିଂ, ପିଲାଙ୍କୁ କିପରି ଭଲ ଭାବରେ କ୍ୱେଶ୍ଚନ କରିପାରିବେ, ସେ ସ୍କିଲ୍‌କୁ ଆପଣ ପ୍ରାକ୍ଟିସ୍ କରାଯାଏ। ବିଭିନ୍ନ ଟପିକ୍ ଅଛି, ବିଭିନ୍ନ ସବଜେକ୍ଟ ଅଛି। କୋଉ ସବଜେକ୍ଟର ଯିଏ ପଢଉଛନ୍ତି କିପରି କ୍ୱେଶ୍ଚନ ପଚାରିବେ, ଏଟା ଟ୍ରେନିଂ ଦିଆଯାଇଥାଏ। କିପରି ଆପଣ ସବଜେକ୍ଟକୁ ଭଲ ଭାବରେ ଏକ୍ସପ୍ଲେନ୍ କରିପାରିବେ, ଏଟା ଶିଖା ଯାଇଥାଏ। କିପରି ଭଲ ଭାବରେ ଏକ୍ସାମ୍ପଲ୍, ଇଲୁଷ୍ଟ୍ରେସନ, ଭଲ ଏକ୍ସାମ୍ପଲ୍ ଦେଇପାରିବେ, ତାକୁ ଶିଖା ଯାଇଥାଏ। ଷ୍ଟିମୁଲସ୍ ଭେରିଏସନ୍। ବିଭିନ୍ନ ପିଲାମାନଙ୍କୁ ଭେରାଇଟି ପିଲାମାନଙ୍କୁ କିପରି ଉତ୍ତେଜିତ କରିପାରିବେ, ପାଠ ପଢିବା ପାଇଁ କିପରି ତାକୁ ପ୍ରୋତ୍ସାହନ ଦେଇପାରିବେ, ଇଏ ହଉଛି ଶିଖା ଯାଇଥାଏ। ଆଉ ବ୍ଲାକ୍ ବୋର୍ଡ ସ୍କିଲ୍ ବି ସେଥିରେ ଅଛି। କିପରି ଭଲ ଭାବରେ ବ୍ଲାକ୍ ବୋର୍ଡ ୱାର୍କ କରିପାରିବେ। ଭଲ ବ୍ଲାକ୍ ବୋର୍ଡ ୱାର୍କ ନ କରିପାରିଲେ ପିଲାମାନେ ଆଟ୍ରାକ୍ଟ ହେବେନି ପାଠ ପଢିବା ପାଇଁ। ତ ଏଇ ହଉଛି ଭେରିୟସ୍ ସ୍କିଲ୍‌କୁ ପ୍ରାକ୍ଟିସ୍ କରାଯାଏ। କିନ୍ତୁ ୱାନ୍ ସ୍କିଲ୍ ଆଟ୍ ଏ ଟାଇମ୍‌ରେ ହିଁ ପ୍ରାକ୍ଟିସ୍ କରାଯିବ। ପୁଣି ଆଉ ଗୋଟେ ସ୍କିଲ୍ ପାଇଁ ବା ଆଉ ଗୋଟେ ସ୍କିଲ୍ ଆପଣ ଲେଖୁନା ଅଛି, ଆଉ ଗୋଟେ ସ୍କିଲ୍ ପାଇଁ ପୁଣି ନେକ୍ସଟ ମାଇକ୍ରୋ ଟିଚିଂ ସେସନରେ ଆପଣଙ୍କୁ ଜଏନ୍ କରିବାକୁ ପଡିବ। ତାପରେ ହଉଛି କଣ? ମାଇକ୍ରୋ ଟିଚିଂର ସାଇକେଲ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ। ଆପଣ ଏଇଟା କ୍ୱେଶ୍ଚନ ଆସିଥାଏ ଯେ ଫାର୍ଷ୍ଟ ଆପଣ ପ୍ଲାନିଂ କରିବାକୁ ପଡେ ଯେ ଆପଣ ମାଇକ୍ରୋ ଟିଚିଂ ଲେସନ ପ୍ଲାନ୍ ଗୋଟେ ବନେଇକି ଯିବେ, ଏଟା ପ୍ଲାନିଂ କରିବେ। ପ୍ଲାନିଂ କରିବା ପରେ ଆପଣ ଫାର୍ଷ୍ଟ ପଢେଇବେ। ପଢେଇଲା ବେଳେ ଆପଣ 6 ମିନିଟ୍ ଦିଆଯିବ ପଢେଇବା ପାଇଁ। ମାତ୍ର 6 ମିନିଟ୍। ସେଇଥିପାଇଁ ତ ଲେସନ ସାଇଜକୁ ଛୋଟ କରିଦିଆହେଇଛି। ଆଉ ଅଳ୍ପ ପିଲା ଅଛନ୍ତି କ୍ଲାସରେ। ତ ଟିଚିଂ ଫାର୍ଷ୍ଟ। ତାପରେ ଟିଚିଂ ପରେ ଆପଣଙ୍କୁ ଫିଡବ୍ୟାକ୍ ମିଳିବ 6 ମିନିଟର ପୁଣି। ଫିଡବ୍ୟାକରେ ଆପଣ ଯାହା ଭୁଲ ରହିବ ଆପଣଙ୍କୁ ପୁଣି ଆଉଥରେ ରିପ୍ଲାନ୍ କରିବା ପାଇଁ 12 ମିନିଟ୍ ସମୟ ଦିଆଯିବ। ସେ 12 ମିନିଟ୍ ଭିତରେ ଅଲଗା ପିଲା ପଢଉଥିବେ। ଆପଣ ସେଇ 12 ମିନିଟ୍ ପର୍ଯ୍ୟନ୍ତ ରିପ୍ଲାନିଂ କରୁଥିବେ। ପୁଣି ଆପଣଙ୍କର ରିପ୍ଲାନିଂ ରିଟିଚିଂ ପାଇଁ ଆପଣ ଡକାଯିବ 6 ମିନିଟ୍। ପୁଣି ଆପଣଙ୍କ ଫିଡବ୍ୟାକ୍ ଦିଆଯିବ 6 ମିନିଟ୍। ଏଇଟା ହଉଛି ମାଇକ୍ରୋ ଟିଚିଂର ଆପଣଙ୍କର ହଉଛି କଣ? ସାଇକେଲ। ଏଇଟା ମନେ ରଖନ୍ତୁ। ତ ଆପଣଙ୍କର ଏଇ ଟୋଟାଲ ତାହେଲେ କେତେ ମିନିଟ୍ ହେଲା ଆପଣ ହିସାବ କରିଦିଅନ୍ତୁ। 6 6 12 ହଁ, 12 12 24 24 ଆପଣଙ୍କର ହଉଛି 30 30 6 36। ତ ଆପଣଙ୍କ 36 ମିନିଟ୍ ଆପଣଙ୍କୁ ମିଳୁଛି ମାଇକ୍ରୋ ଟିଚିଂକୁ ପଢେଇବା ପାଇଁ। ମନେ ରଖନ୍ତୁ 36 ମିନିଟ୍ ଆପଣଙ୍କର ରହୁଛି। ତ 36 ମିନିଟ୍ ହଉଛି ଆପଣ ପଚାରିଦବ କ୍ୱେଶ୍ଚନ ମାଇକ୍ରୋ ଟିଚିଂର ଆପଣଙ୍କୁ କେତେ ମିନିଟ୍ ମାଇକ୍ରୋ ଟିଚିଂର ଆପଣଙ୍କ ସେସନ କେତେ ମିନିଟ୍ ଦିଆଯାଏ 36 ମିନିଟ୍ ଏଟା ମନେ ରଖିଥିବେ। ତ ଏଇଆ ହଉଛି ଫ୍ୟାକ୍ଟ। ଆପଣ ଏଇ ଫ୍ୟାକ୍ଟ ରିଲେଟେଡ୍ ହିଁ କ୍ୱେଶ୍ଚନ ଆସିବ। ଆଶା କରୁଛି ଆପଣ କଣ୍ଟେଣ୍ଟକୁ ଭଲ ଭାବରେ ବୁଝିପାରିଥିବେ। ଆଜି ପାଇଁ ଏତିକି। ଧନ୍ୟବାଦ ସମସ୍ତଙ୍କୁ।